ଦେଖନ୍ତୁ ମୁଁ ତ ବରଗଡ଼ ଲୋକସଭା କ୍ଷେତ୍ରରୁ ଆସୁଛି। ମୋର ଦୁଇଟା ଝାରସୁଗୁଡ଼ା ଏବଂ ବରଗଡ଼ ଜିଲ୍ଲା ଏବଂ ଏ ବିଷୟରେ ମୁଁ ବି ଅବଗତ ଅଛି। ଆଜି ଚାଷୀମାନେ ଯେଉଁ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି, ଜିଲ୍ଲାପାଳ ଅଫିସ୍ ଘେରାଉ କରିଛନ୍ତି, ତାଙ୍କର ଆନ୍ଦୋଳନ ଜେନ୍ୟୁନ୍। ମୁଁ କହୁଛି, ସ୍ୱୀକାର କରୁଛି ତାଙ୍କର ଆନ୍ଦୋଳନ ଜେନ୍ୟୁନ୍। ଏବଂ ଏଥିପାଇଁ ଜେନ୍ୟୁନ୍ କହୁଛି ଯେ ଏ ଯେଉଁ ଟୋକନ୍ ପ୍ରକ୍ରିୟାରେ ଯେଉଁମାନେ ଗତଥର ଟୋକନ୍ ଚାଷୀ ଧାନ ରେଜିଷ୍ଟ୍ରେସନ୍ କରିଥିଲେ, ଟୋକନ୍ ମାନେ ପାଇଥିଲେ, କିଏ 75 କୁଇଣ୍ଟାଲ ପାଇଥିଲା, କିଏ 140 କୁଇଣ୍ଟାଲ ବିକିଥିଲା। କିନ୍ତୁ ଏଥର ଯେଉଁ ଟୋକନ୍ରେ ବିଶୃଙ୍ଖଳା ହୋଇଛି, ଏବେ ଟୋକନ୍ରେ ଯେଭଳି ହେଇଛି ଯେ ଯିଏ ଗତଥର 180 କୁଇଣ୍ଟାଲ ବିକିଥିଲା ତା ପାଖକୁ 40 କୁଇଣ୍ଟାଲ ଆସିଛି, ଯିଏ 75 କୁଇଣ୍ଟାଲ ଧାନ ବିକିଥିଲା ତା ପାଖକୁ 3 କୁଇଣ୍ଟାଲ ଆସିଛି, 4 କୁଇଣ୍ଟାଲ ଆସିଛି। ଏ ବିଷୟରେ ଜିଲ୍ଲାପାଳଙ୍କ ସହ ମଧ୍ୟ ବ୍ୟାପକ ଭାବରେ ମୁଁ ଆଲୋଚନା କରିଥିଲି ଯେ ଚାଷୀ କାହିଁକି ବିକିବନି। ଚାଷୀ ଗତଥର ଯେତେ ଧାନ ବିକିଲା ଟୋକନ୍ ସେ ପାଇବା କଥା ଏବଂ ଏ ଟୋକନ୍ ମନିଟରିଂ ବ୍ୟବସ୍ଥା ଯେହେତୁ ରାଜ୍ୟ କଣ୍ଟ୍ରୋଲ କରୁଛି, ମୁଁ ଭାବୁଛି ରାଜ୍ୟ ସରକାର ମଧ୍ୟ ସେ ବିଷୟରେ ଅବଗତ ଅଛନ୍ତି। ଯଦି ଜିଲ୍ଲା ସ୍ତରରେ ଟୋକନ୍ ବ୍ୟବସ୍ଥାର ତର୍ଜମା ହୁଅନ୍ତା ଏବଂ ଟୋକନ୍ ଜିଲ୍ଲାରେ ଯଦି ଇସ୍ୟୁ ହୁଅନ୍ତା, ବୋଧେ ଏ ସମସ୍ୟା ହୁଅନ୍ତା ନାହିଁ। ଏବଂ ସେଠି ଯଦି ଜିଲ୍ଲାପାଳଙ୍କୁ କହିବେ, ଜିଲ୍ଲାପାଳ ହାତ ଟେକି ଦେବେ, କହିବେ ଯେ ନା ଏଇଟା ତ ରାଜ୍ୟ କରୁଛି, ମୋ ହାତରେ କିଛି ନାହିଁ। ସେଇଥିପାଇଁ ୟାର ଗୋଟେ ବିଗତ ଦିନର ସରକାର ଯେଉଁଟା ରାଜ୍ୟକୁ ଧରିକି ଆସିଲା ଟୋକନ୍ ବ୍ୟବସ୍ଥା କରିବା ପାଇଁ, ରାଜ୍ୟ ସରକାର ବର୍ତ୍ତମାନ ତର୍ଜମା କରୁଛନ୍ତି ଏ ଯେଉଁ ଟୋକନ୍ର ବ୍ୟବସ୍ଥା ହେଉଛି ଯେ କିଭଳି ଭାବରେ ଟୋକନ୍ଟା ପୁଣି ବିକେନ୍ଦ୍ରୀକରଣ ହେବ, ଜିଲ୍ଲାର ଅଧିକାରୀମାନେ ବସିକରି ନିର୍ଣ୍ଣୟ ନେବେ ଏବଂ ଟୋକନ୍ରେ ଆଉ ଅନିୟମିତତା ହେବ ନାହିଁ, ଚାଷୀ ତାର ହକ୍ ପାଇବ।